আসুন আজি মা ଝଣ୍ଡେବାଲା ଦେବୀ ମନ୍ଦିର ନୂଆଦିଲ୍ଲୀ। ଦିଲ୍ଲୀର ଗୋଟେ ପ୍ରସିଦ୍ଧ ଆର୍ ପ୍ରତ୍ୟକ୍ଷ ଦେବୀ ମନ୍ଦିର। ଇନେ ମା ଝଣ୍ଡେବାଲି ବାସ କରୁଛନ୍। ମା ଆଦିଶକ୍ତି ଝଣ୍ଡେବାଲି ରୂପରେ। ଏ ମନ୍ଦିରଟା 1800 ଶତାବ୍ଦୀରେ ନିର୍ମିତ। ତାର କାହାଣୀ ବି ବହୁତ ରୋଚକ। 1800 ଶତାବ୍ଦୀରେ ଜଣେ କପଡ଼ା ବ୍ୟବସାୟୀ ଥିଲେ ବଦ୍ରି ଦାସ। ତାଙ୍କୁ ରାତି ସ୍ୱପ୍ନ ହେଲା ଯେ ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ମା ଆଦିଶକ୍ତି ଅଛନ୍, ଯାହା ବିଷୟରେ କୁଡ଼ବୁ ଆର୍ ମାଙ୍କର ମନ୍ଦିର ପ୍ରତିଷ୍ଠା କରବୁ। ସକାଳ ପାଇଲା, ବଦ୍ରି ଦାସ ସେ ସ୍ଥାନକେ କୁଡ଼ାଲେ ଏବଂ ସେନେ ମା ଆଦିଶକ୍ତି ଆବିର୍ଭାବ ହେଲେ। ତାପରେ ବଦ୍ରି ଦାସ ସେନେ ଗୋଟେ ବିରାଟ ମନ୍ଦିର ତିଆରି କଲେ। ସେଠାରେ ସେ ମାର ସ୍ମୃତିରେ ଗୋଟେ ବିରାଟ ଝଣ୍ଡା ଲଗାଲେ ଏବଂ ସେ ଝଣ୍ଡା ନାଁରେ ସେ ମନ୍ଦିର ନାଁ ହେଲା ଝଣ୍ଡେବାଲା ଦେବୀ ମନ୍ଦିର। এই ମନ୍ଦିର ଦିଲ୍ଲୀର ବହୁତ ବଡ଼ ମନ୍ଦିର। ଲୋକର ବିଶ୍ୱାସ ଇନେ ମା ଆଦିଶକ୍ତି ବାସ କରୁଛନ୍ ଏବଂ ସେ ସମସ୍ତଙ୍କ ମନୋକାମନା ପୂରଣ କରସନ୍। ସେଥିର୍ଲାଗି ପ୍ରତିଦିନ ହଜାର ହଜାର ଭକ୍ତ ଇନେ ସମାଗମ ହେସନ୍, ମାକେ ଦର୍ଶନ କରସନ୍। আসুন ଆମେ ବି ମାଙ୍କୁ ଦର୍ଶନ କର୍ମା, ନିଜର ଦୁଃଖ ଜନାମା, ମା'ନୁ ଆଶୀର୍ବାଦ ନେମା। ଏନ୍କେ ଯିବାର୍ ଲାଗି ଯଦି ଆପଣମାନେ ଚାହୁଁଛନ୍ ତାହେଲେ ଦିଲ୍ଲୀର ନିଜାମୁଦ୍ଦିନ ଷ୍ଟେସନରେ ଉତରିକିରି ମେଟ୍ରୋରେ ଝଣ୍ଡେବାଲା ତକ୍ ଗଲେ ସେନୁ ମାତ୍ର 100 ମିଟର ଦୂରେ ମନ୍ଦିର ଅଛି। ସମସ୍ତଙ୍କୁ ଅନୁରୋଧ ଥରେ ଥରେ ମା'କେ ଦର୍ଶନ କରୁନ୍।